ମାନେ ଜୟ ଜଗନ୍ନାଥ ଆସିଗଲା ପୁଣି ଆପଣମାନଙ୍କ ପାଇଁ ଗୋଟେ ମାନେ ଦୁଃଖଦାୟକ ଖବର। ଦେଖନ୍ତୁ ଏ ସରକାର କେତେ ତଳକୁ ଖସି ଚାଲିଛି ଯେ କି ତା ସମୟରେ ଯେ କି ଗୋଟେ ବି ଏକ୍ଜାମ ଯେ କି ବିଜେପି ସରକାର ସମୟରେ ଗୋଟେ କି ଏକ୍ଜାମ ଠିକ୍ ଠାକ୍ ଭାବରେ ଏତେ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଦେଖନ୍ତୁ ଆପଣମାନେ ସମସ୍ତେ ଜାଣିଥିବେ, ଯଦିକା ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ এইଭଳି ନୂଆ ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ଜଲ୍ଦି ଯିବ। ସର୍ବପ୍ରଥମେ ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ମୁଁ ଶୋ କରାଉଛି ଯେ କି OSSC ରେ ଆପଣମାନଙ୍କର ଏକ୍ଜାମ୍ ହେବାର ଥିଲା ଯେ କି ଯେଉଁ ସିଜିଏଲ୍ର ଯେଉଁ ଏକ୍ଜାମ୍ ହେବାର ଥିଲା ଆପଣମାନେ ସମସ୍ତେ ଜାଣିଥିଲେ ଯେ କେତେ ନା ଏପ୍ରିଲ 19 ତାରିଖରେ ତାର ଏକ୍ଜାମ୍ ହେବାର ଥିଲା ଯେ କି ଏପ୍ରିଲ 19 ତାରିଖ ଯେହେତୁ ପାଖାପାଖି ଆସିଗଲା, ଆପଣମାନେ ଦେଖନ୍ତୁ ଯେ କି ପାଖାପାଖି ଆସିଗଲା ସମୟରେ ଆପଣମାନଙ୍କୁ ଏକ ନୋଟିସ୍ ଜାରି କରିଛି ଯେ କି OSSC ନୋଟିସ୍ ରିଗାର୍ଡ଼ିଂ କଣ୍ଡକ୍ଟ ଅଫ୍ ପ୍ରିଲିମିନାରୀ ଏକ୍ଜାମ୍ ଅଫ୍ କମାଣ୍ଡେଡ୍ ପୋଷ୍ଟ କ'ଣ ଥିଲା ନା ପୋଷ୍ଟ ଗ୍ରାଜୁଏଟ୍ ଲେବୁଲ୍ ଥିଲା ଯେ କି ରିକ୍ରୁଟମେଣ୍ଟ ଏକ୍ଜାମିନେସନ୍। ଆପଣମାନେ ଭଲ ଭାବରେ ଦେଖନ୍ତୁ 2025ରେ ବାହାରି ଥିଲା। ଆପଣମାନେ ଭଲ ଭାବରେ ଦେଖନ୍ତୁ ଏ ଯେଉଁ ନୋଟିସ୍ଟି କ'ଣ ଆସିଛି ଆପଣମାନଙ୍କ ସାମ୍ନାରେ ମୁଁ ପୁରା ଖୋଲୁଛି ଯେ କି ସମସ୍ତେ ଭଲ ଭାବରେ ଦେଖନ୍ତୁ। ଇଏ ଠିକ୍ ଠାକ୍ ଭାବରେ ପୁଣି ଏ ଏକ୍ଜାମ୍କୁ ବାରମ୍ବାର ଆପଣମାନେ ଦେଖନ୍ତୁ କେତେ ଥର ଏ ଏକ୍ଜାମ୍କୁ ସେ ମାନେ ପୋଷ୍ଟପୋନ୍ କରାଇବ। ଆପଣମାନେ ଭଲ ଭାବରେ ଦେଖନ୍ତୁ ଏ ଯେଉଁ ଏକ୍ଜାମ୍ ଥିଲା ଆପଣମାନଙ୍କର କେତେ ନା 19 ତାରିଖରେ ଆପଣମାନଙ୍କର ଏକ୍ଜାମ୍ ଥିଲା। 19/4/2026ରେ ଏକ୍ଜାମ୍ ଧାର୍ଯ୍ୟ କରାହେଇଥିଲା। ପୁଣି କ'ଣ ପାଇଁ ଏଟାକୁ ପୋଷ୍ଟପୋନ୍ କରାଗଲା ଯେ କି ପୁଣି ଆଉ ଗୋଟେ ନୂଆ ଡେଟ୍ ନିଆଗଲା। ଆପଣମାନେ ଭଲ ଭାବରେ ଦେଖନ୍ତୁ ଡେଟ୍ ହେବ ଯେ କି ସିଜିଏଲ୍ ଏକ୍ଜାମ୍ କେବେ ନା 10/5/2026ରେ ଏହାର ନୂଆ ଡେଟ୍ ଆସିସାରିଛି ଯେ କି ଆପଣମାନେ ଭଲ ଭାବରେ ଦେଖନ୍ତୁ କେତେ ଥର ଯେ କି ଏଇଭଳି ଭାବରେ ଆପଣମାନଙ୍କୁ ତର୍ଜମା କରାଯାଉଛି ଯେ କି ଦେଖନ୍ତୁ ଆପଣମାନଙ୍କ ମାଇଣ୍ଡକି କେତେ ଥର ଆପଣମାନଙ୍କ ମାଇଣ୍ଡକି ଫ୍ରେଶ୍ କରାଯାଉଛି, ୱାଶ୍ କରାଯାଉଛି ଯେ କି ଆପଣମାନେ ଏ କଥାକୁ ଭଲ ଭାବରେ ଦେଖନ୍ତୁ। ଏ ସରକାର କ'ଣ କରୁଛି ଯେ କି ଗୋଟେ ବି ଏକ୍ଜାମ୍ ଠିକ୍ ଠାକ୍ ଭାବରେ ଏତେ ପର୍ଯ୍ୟନ୍ତ କରାଇଲାନି ଯେ କି 1.5 ବର୍ଷ ହୋଇଗଲା, 18 ମାସ ପାର ହେଇଗଲା। ଆପଣମାନେ ଦେଖନ୍ତୁ କିଛି ବି ଗୋଟେ ଏକ୍ଜାମ୍ ଠିକ୍ ଠାକ୍ କରାଇ ନାହିଁ। ସେଥିପାଇଁ ଆପଣମାନେ ଭଲ ଭାବରେ ଭିଡ଼ିଓଟିକୁ ଦେଖନ୍ତୁ। ଯଦିକା ଚ୍ୟାନେଲଟେ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ହିନ୍ଦ, ଜୟ ଭାରତ।